ମୁଁ ଅଭୟ କୁମାର ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ତ ଏ ନୋଟିସ୍ଟି ବିଶେଷ କରି ଯେଉଁମାନେ ହାଇସ୍କୁଲ ଟିଚର ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ସେମାନଙ୍କ ପାଇଁ। ତେବେ ଏ ଯେଉଁ ନୋଟିସ୍ଟି ଆସିଛି 30 ଏପ୍ରିଲ 2024ରେ ଅର୍ଥାତ୍ ରିସେଣ୍ଟଲି ଆସିଥିବା ଏକ ନୋଟିସ୍ଟି। ତେବେ ଏ ନୋଟିସ୍ର ମୁଖ୍ୟ ଲକ୍ଷ୍ୟ ହେଉଛି କି ଆସନ୍ତା 11/3/2024 ଅର୍ଥାତ୍ ମାର୍ଚ୍ଚ ମାସ 11 ତାରିଖରେ ଯେଉଁ ନୋଟିସ୍ଟି ଆସିଥିଲା ହାଇସ୍କୁଲ ଟିଚର ଭର୍ତ୍ତି ଉପରେ, ତ ତାକୁ ନେଇ ଏ ନୋଟିସ୍ଟି ଆସିଛି। 11 ମାର୍ଚ୍ଚରେ ଯେଉଁ ନୋଟିସ୍ଟି ଆସିଲା ସେଥିରେ କେବଳ ଦେଇଥିଲା ଯେ କେତେ କ'ଣ ପଦବୀ ରହିବ ଏବଂ ଏଜୁକେସନ୍ କ୍ୱାଲିଫିକେସନ୍ କ'ଣ ରହିବ, କିନ୍ତୁ ଏଇ ନୋଟିସ୍ରେ ଅଛି ଯେ କେବେଠୁ ପିଲାମାନେ ଆପ୍ଲାଏ କରିବେ ବା ଯେଉଁମାନେ ଚାହୁଁଛନ୍ତି ହାଇସ୍କୁଲ ଟିଚର ହେବା ପାଇଁ ବା 10 ଡେ ଗ୍ରାଜୁଏଟ୍ ଟିଚର ପାଇଁ ଯେଉଁମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି, ତ ସେମାନଙ୍କ ପାଇଁ এই ନୋଟିସ୍ଟି ଯେ କେବେ ସେମାନେ ଆପ୍ଲାଏ କରିବେ। ତ ଫାଇନାଲି ଯେଉଁମାନେ ଅପେକ୍ଷାରତ ଥିଲେ ଯେ କେବେ ହାଇସ୍କୁଲ ଟିଚର ପଦବୀ ଆସିବ, ତ ଏହା ଆସି ସାରିଛି ଏବଂ ଏହାର ଆପ୍ଲାଏ ମଧ୍ୟ ଆରମ୍ଭ ହୋଇଯିବ। ତ ତାହାକୁ ନେଇକି ହିଁ ନୋଟିସ୍ଟି ଅଛି। ତେବେ ଦେଖନ୍ତୁ ଏଠି ସ୍ପଷ୍ଟ ମେନସନ୍ ଅଛି କି 2629ଟି ପଦବୀ ଟୋଟାଲି ଆସିଥିଲା, ଯେଉଁଟାକି ମାର୍ଚ୍ଚ ମାସ 11 ତାରିଖରେ ଏଇ ନୋଟିସ୍ଟି ଆସିଥିଲା। ତେବେ ସେ ଯେଉଁ ନୋଟିସ୍ଟି ଆସିଲା ତାର ଆପ୍ଲାଏ ପାଇଁ ନୋଟିସ୍ଟି ଆସିଛି ଯେ କେବେ କ'ଣ ଆପ୍ଲାଏ ହେବ। ଏଠି ସ୍ପଷ୍ଟ ମେନସନ୍ ଅଛି କି 12/6/2024ରେ ଏହାର ଆପ୍ଲାଏଟି ଆରମ୍ଭ ହୋଇଯିବ ଏବଂ ଶେଷ ତାରିଖ ରହିଛି 7/7/2024। ସେହିପରି ସବମିଶନ୍ ଅଫ୍ ଅନଲାଇନ୍ ଆପ୍ଲିକେସନ୍ ମଧ୍ୟ 12/6/2024ରୁ ଚାଲୁ ରହିକି 12/7/2024 ପର୍ଯ୍ୟନ୍ତ ଚାଲୁ ରହିବ। ଅର୍ଥାତ୍ ଯେଉଁମାନେ ଚାହୁଁଛନ୍ତି ନିଜକୁ ପ୍ରସ୍ତୁତ ମଧ୍ୟ କରୁଛନ୍ତି ହାଇସ୍କୁଲ ଟିଚର ପାଇଁ, ତ ସେମାନେ ନିହାତି ଆପ୍ଲାଏ କରନ୍ତୁ। ତେବେ ଯେଉଁ ନୋଟିସ୍ଟି ଆସିଛି OSSC ତରଫରୁ ଆସିଛି ଏବଂ ST ଆଣ୍ଡ SC ଡେଭଲପମେଣ୍ଟ ଅଫିସର ଏଇଟା ସ୍ପେଶାଲ ନୋଟିସ୍ଟି। ତ ଯେଉଁମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି ହାଇସ୍କୁଲ ଟିଚର ପାଇଁ ସେମାନଙ୍କ ପାଇଁ ଗୋଟେ ବଡ଼ ସୁଯୋଗ, ସେମାନେ ନିହାତି ଆପ୍ଲାଏ କରିବେ ଏବଂ ଏହାର ଆପ୍ଲାଏ ପାଇଁ ହିଁ ଏ ନୋଟିସ୍ଟି ଆସିଛି, ଯେଉଁଟାକି ଷ୍ଟାର୍ଟ ଡେଟ୍ ରହିଛି 12/6/2024 ଅର୍ଥାତ୍ ଜୁନ୍ ମାସ 12 ତାରିଖରୁ ଏହାର ଅନଲାଇନ୍ ରେଜିଷ୍ଟ୍ରେସନ୍ ଷ୍ଟାର୍ଟ ହେବ ଏବଂ 7/7/2024 ପର୍ଯ୍ୟନ୍ତ ଏହା ଚାଲୁ ରହିବ। ତ ଫାଇନାଲ୍ ଥିଲା ଏହି ନୋଟିସ୍, ଯେଉଁଟାକି OSSC ତରଫରୁ ଆସିଛି ଆସନ୍ତା 11 ପୂର୍ବ ଯେଉଁ 11/3/2024 ଅର୍ଥାତ୍ ଆମର ଯେଉଁ ମାର୍ଚ୍ଚ ମାସ 11 ତାରିଖରେ ଆସିଥିଲା ତାରି ଉପରେ ନୋଟିସ୍ଟି ଅଛି। ତ ଫାଇନାଲ୍ ଯେଉଁମାନେ ଚାହୁଁଛନ୍ତି ଆପ୍ଲାଏ କରିବା ନିହାତି ଡେଟ୍କୁ ମନେ ରଖନ୍ତୁ ଏବଂ ଆପ୍ଲାଏ ମଧ୍ୟ କରିନେବେ। ତ ଏହା ହିଁ ଥିଲା ଆଜିର ନୋଟିସ୍, ଯେଉଁଟାକି ହାଇସ୍କୁଲ ଟିଚର ରିକ୍ରୁଟମେଣ୍ଟକୁ ନେଇକି ଆସିଛି। ତ ଯେଉଁମାନେ ନିଜ ପ୍ରସ୍ତୁତ କରୁଛନ୍ତି ନିହାତି ଆପ୍ଲାଏ କରିନିଅନ୍ତୁ ଏବଂ ଏକ୍ଜାମିନେସନ୍ ପାଇଁ ମଧ୍ୟ ପ୍ରସ୍ତୁତ ରୁହନ୍ତୁ। ତ ଫାଇନାଲ୍ ଯାହା ବି ସବୁ ନୋଟିସ୍ ଆସିବ ମୁଁ ନିହାତି ମୋ ଚ୍ୟାନେଲ୍ ମାଧ୍ୟମରେ ଜଣାଇବି। ତେବେ ଆଶା କରୁଛି ନିହାତି ଭିଡ଼ିଓଟି ଭଲ ଲାଗିଥିବ, ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ସମସ୍ତ